ओम नमो भगवते वासुदेवाय। ऊनविंशोऽध्याय। श्रीशुक उवाच। ଯଯାତି ବସି ଏକ ଦିନେ ଜ୍ଞାନ ପ୍ରକାଶିଲା ତା ମନେ। ଦେବଯାନୀର ମେଳେ ଥାଇ ବୋଇଲା ତାର ମୁଖ ଚାହିଁ। ଶୁଣ ସୁନ୍ଦରୀ ତୋ ଅଧୀନ ବିଷୟ ରସେ ମୋର ମନ। ପଶିଲା କାମ ଅଧିକାରେ ଭାସ୍କର ଯେହ୍ନେ ଅନ୍ଧକାରେ। ଶୁଣ ଭାର୍ଗବୀ ମୋର କଥା ପୂର୍ବେ ଯେ ଇତିହାସ ବାର୍ତ୍ତା। ମାଦୃଶ ଆଚରଣ ଦେଖି ବ୍ରାହ୍ମଣେ ହୁଅନ୍ତି ମନେ ଦୁଃଖୀ। ଗୋଟିଏ ପୂର୍ବ କଥା ଶୁଣ ଇତିହାସରେ ତା ବଖାଣ। ଗୋଟିଏ ଛାଗ ପୂର୍ବ ପରି ଛାଗିର ସଙ୍ଗତେ ବିହରି। ଏମନ୍ତେ କେତେ କାଳ ଗତ ଛାଗି ଯେ କୂପରେ ପତିତ। ସେ ଛାଗ ଦେଖିଲା ତାହାକୁ ନିନ୍ଦିଲା ଆପଣା କର୍ମକୁ। ଉଦ୍ଧାର ଉପାୟ ଚିନ୍ତିଲା କୂପ ନିକଟେ ପ୍ରବେଶିଲା। ମୃତ୍ତିକା ଖୋଜିଲା ଶୃଙ୍ଗରେ ନିଗମ ପଥ କରି ତୀରେ। ସେ ଛାଗି କୂପରୁ ଅଇଲା ଛାଗରେ ଅଭିଳାଷ କଲା। ଅଦ୍ୟାପି ନ ଲଭିଲା ତୃପ୍ତି ଅଗ୍ନିରେ ଯେହ୍ନେ ଘୃତାହୁତି। ଅନ୍ୟାନ୍ୟ ଛାଗି କାମ ବଶେ ମିଳିଲେ ସେହି ଛାଗ ପାଶେ। ସ୍ଥୂଳ ଶରୀର ଶ୍ମଶ୍ରୁ ମୁଖ ରେତ ସେ ଚନେ ଅତି ଦକ୍ଷ। ବଳିଷ୍ଠ ଦେଖି ସର୍ବ ଛାଗି ତାହାର ପ୍ରତି ଅନୁରାଗୀ। ସେ ଏକ ପୁରୁଷ ଯେ ଛାଗ କଲା ଛାଗିଙ୍କୁ ଅନୁରାଗ। ହୋଇଣ କାମ ଗ୍ରହଗ୍ରସ୍ତ ଛାଗିଙ୍କ ସଙ୍ଗେ ହେଲା ମତ୍ତ। ଯେ ଛାଗି କୂପେ ପଡ଼ିଥିଲା ଦେଖି ନିଜର ଅବହେଳା। କାମୀ ଛାଗକୁ କଲା ତ୍ୟାଗ ତା ପ୍ରତି ହୋଇଣ ବିରାଗ। ସତ୍ୱରେ ଛାଗି ଗଲା ଚଳି ଛାଗ ଯେ ପକାଇବ ବାଳି। ତାହାର ପଛେ ଗୋଡ଼ାଇଲା ପଥେ ଛାଗିକୁ ନ ଭେଟିଲା। ଛାଗିର ଅଧିସ୍ୱାମୀ ଘରେ ସେ ଦୁହେଁ ମିଳିଲେ ସତ୍ୱରେ। ଛାଗର ଲମ୍ବିତ ଭୂଷଣ ବ୍ରାହ୍ମଣେ କଲେ କଚ୍ଛେଦନ। ସେ କଥା ତତ୍ତ୍ୱଜ୍ଞାନୀ ଜନେ କାମର ଭୋଗ ସ୍ମରି ମନେ। ତାହାର ଭୂଷଣକୁ ନେଲେ ପୁଣି ତା ଦେହେ ଲଗାଇଲେ। ସେ କଥା କହୁ ତୋର ଆଗେ ଯେ ବା ବିଷୟେ ଅନୁରାଗେ। ସେ ଛାଗିର ସହିତେ ବିଷୟ ଭୋଗେ ଦିନା କେତେ। କାଟିଲା ଆପଣା ଇଚ୍ଛାରେ
ତେବେ ସନ୍ତୋଷ ନୁହେଁ ଥରେ। ସେ ଛାଗ ପ୍ରାୟ ତୋର ସଙ୍ଗେ, ମୁଁ ଯେ ବୁଡ଼ିଲି ପ୍ରେମ ରଙ୍ଗେ। ତୋହର ମାୟାରେ ମୋହିତ, ହୋଇ ନ ଜାଣେ ମୋର ହିତ। ଶପଥ ଦୀପେ ରାଜା ହୋଇ, ଅଜ୍ଞାନେ ବଞ୍ଚାଇଲି ଦେହି। ଭୂମିରେ ଯେତେ ଧାନ୍ୟ ଥାନ୍ତି, ସୁବର୍ଣ୍ଣ ଯବ ପଶୁ ଜାତି। ସେ ପ୍ରାଣୀ ହୁଏ କାମ ବଶ, ଏମାନେ କରିବେ ବା କିସ। ଯେ ପ୍ରାଣୀ ହୁଏ କାମ ବଶ, ଏମାନେ କରିବେ ବା କିସ। କାମୀ ପୁରୁଷଙ୍କର ମନ, କେବେହେଁ ନୁହେଁ ସଂଯମନ। ନୃତ୍ୟ ଭ୍ରମନ୍ତି କାମ ଭୋଗେ, ଅଗ୍ନି ଯେ ଶନେ ଘୃତ ଯୋଗେ। ସକଳ ଭୃତ୍ୟ ସଙ୍ଗ ଛାଡ଼ି, ସେ ଆତ୍ମା ଭାବେ ସୁଖେ ବଢ଼ି। ଆତ୍ମାଙ୍କୁ ଦେଖେ ସର୍ବଦେହେ, ତା ସର୍ବ ଦିଗ ଶୂନ୍ୟମୟେ। ଦୁର୍ମତି ଜନକର ମତି, ତୃଷାକୁ ଛାଡ଼ି ନ ପାରନ୍ତି। ସେ କରି ପାରେ ସର୍ବଭକ୍ଷ, ତୃଷା କାରଣେ ନୁହେଁ ଦକ୍ଷ। ଭଗିନୀ କନ୍ୟା ବନ୍ଧୁ ମେଳେ, କେବେହେଁ ନଥିବ ନିଶ୍ଚଳେ। ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ, ବଳେ ତାହାକୁ ନାହିଁ ସମ। ପଣ୍ଡିତ ଜନ ମନ ହରେ, ଏଣୁ ଏ ନାରୀ ସଙ୍ଗୁତରେ। ଦେଖ ମୁଁ ସହସ୍ର ବରଷେ, ନୃତ୍ୟର ମିଲି କାମ ବଶେ। ନିରତେ ବିଷୟ ବ୍ୟସନେ, ମନ ହରିଲେ ପ୍ରତିଦିନେ। ଦୁର୍ଜନ ତୃଷା ଦୂର କରି, ବିଷ୍ଣୁ ଚରଣ ମନେ ଧରି। ନିର୍ମୋହ ହୋଇ ଏକ ସ୍ଥଳେ, ରହିବି ପଶୁଗଣ ମେଳେ। ଦୃଷ୍ଟି ଶ୍ରୁତି କି ମିଥ୍ୟା କରି, ଜ୍ଞାନ ସମ୍ଭବ ଦୂର କରି। ସଂସ୍କୃତି ଆତ୍ମାର ବିନାଶ, ଏହାକୁ କରି ଆତ୍ମାସ। ଏମନ୍ତେ ପ୍ରିୟା ଆଗେ କହି, ପୁତ୍ରକୁ ସମୀପେ ବସାଇ। ତାର ବୟସ ତାକୁ ଦେଲା, ବୃଦ୍ଧ ଶରୀର ଆବୋରିଲା। ପୁରୁକୁ ରାଜ୍ୟ କଲା ରାଜା, ଭଲେ ପାଳିବୁ ଜନ ପ୍ରଜା। ତୁର୍ବର୍ଷୁ ପଶ୍ଚିମେ ଯେ ଦେଲା, ଅନୁକୂତରେ ସ୍ଥାପିଲା। ଦ୍ରୁହ୍ୟୁକୁ ପୂର୍ବରେ ବସାଇ, ଯଦୁକୁ ଦକ୍ଷିଣରେ ଥୋଇ। ଆନନ୍ଦେ କରି ସର୍ବେ ଜନେ, ତକ୍ଷଣେ ପଶିଲେ ଅରଣ୍ୟେ। ଆତ୍ମାରେ ଆତ୍ମା ଧ୍ୟାନ କରି, ଯୋଗାଭ୍ୟାସରେ ମନ ଧରି। ପରମ ବ୍ରହ୍ମେ ଯେ ପଶିଲା,
ପରମ ବ୍ରହ୍ମେ ସେ ପଶିଲା, ବିଷ୍ଣୁ ମାୟାରୁ ତରିଗଲା। ସେ କଥା ଦେବ ଜାନି ଶୁଣି, ସ୍ୱାମୀର ପଥ ମନେ ଗୁଣି। ସଂସାର ସ୍ୱପ୍ନ ପ୍ରାୟ ମଣି, ଏମନ୍ତେ ଭାଳି ସେ ତରୁଣୀ। ସକଳ ମାୟା ସେ ଛାଡ଼ିଲା, ବିଷ୍ଣୁ ମାୟାରୁ ସେ ତରିଲା। ବ୍ରାହ୍ମଣ ଜଗନ୍ନାଥ କହେ, ସୁଜନେ ଏଣେ କର ଲଏ। ନବମ ସ୍କନ୍ଧେ ଭାଗବତ, ଯେ ଧର୍ମ ବଂଶାନୁଚରିତ। ଉଷା ପ୍ରବନ୍ଧେ ହରି କଥା, ଶୁଣନ୍ତେ ତୁଟେ ଭବ ବ୍ୟଥା। ଊର୍ଣ୍ଣବିଂଶ ଅଧ୍ୟାୟ ସୁଜନେ ଏଣେ କର ଲୟ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ନବମ ସ୍କନ୍ଧେ ଯଯାତି ଚରିତେ ନାମ ଊର୍ଣ୍ଣବିଂଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।